କ'ଣ କୋଭିଡ୍-19 ରିଟର୍ଣ୍ଣ ଆସିବ? ଭୁଲି ତ ଯାଇନ କୋଭିଡ୍-19 ଲକଡାଉନ୍ 2020 ମସିହା। ସାରା ଦୁନିଆ ଅଟକି ଯାଇଥିଲା। ସଡ଼କ ଖାଲି ପଡ଼ିଥିଲା। କଲେଜ ବନ୍ଦ ରହିଥିଲା। ସ୍କୁଲ ବନ୍ଦ ରହିଥିଲା। ହସ୍ପିଟାଲର ହୋ ହାଲ୍ଲାର କଷ୍ଟ ଶୁଭୁଥିଲା। ସବୁଦିନ ନ୍ୟୁଜରେ ଖବରକାଗଜରେ ଦେଖିବାକୁ ମିଳୁଥିଲା ନିଜ ନିଜର ଲୋକଙ୍କୁ ସବୁ ହରାଯାଉଛି। ଯେମିତି କଷ୍ଟ ହେଲା ଲାଗିଲା ଆଉ ଆମଠୁ କେବେ ଦୂରେଇକି ଯିବନି। କିନ୍ତୁ ଧୀରେ ଧୀରେ ଭ୍ୟାକ୍ସିନ୍ ଆସିଲା। କିନ୍ତୁ ସିଙ୍ଗାପୁରରୁ ହଂକଂ ପର୍ଯ୍ୟନ୍ତ କୋଭିଡ୍-19ର ମାମଲା ଭାରି ଜଟିଳ। ଟ୍ରାଭିସ୍ ହେଡ୍ ମ୍ୟାଚ୍ ଖେଳୁନାହାନ୍ତି ଲକ୍ଷ୍ନୌ ସହିତ। ବିଗ୍ ବସ୍ର ଶିଳ୍ପା ଆକ୍ରାନ୍ତ ହେଉଛନ୍ତି କୋଭିଡ୍-19ରେ। ହରଭଜନ ସିଂ ସତର୍କ ଦେଉଛନ୍ତି କୋଭିଡ୍-19 ପାଇଁ। ସବୁ ସେଲିବ୍ରିଟି ସଂକେତ ଦେଇ ସାରିଲେଣି ପୁଣି ଥରେ କୋଭିଡ୍-19 ଆସିବନି ତ। ସେ ସମୟ ଭାରି କଷ୍ଟ ଥିଲା। ସବୁବେଳେ ମାସ୍କ ପିନ୍ଧିବା, ସବୁବେଳେ ସାନିଟାଇଜର ହେବା ଭାରି କଷ୍ଟ ଥିଲା। ପୁଣି ଡର ଥିଲା କାଳେ ଇଏ ସାରା ଜୀବନ ଏମିତି ଆମ ସହିତ ହିସା ହେଇକି ରହିବ ନା କିଛି ଆମ ପାଇଁ ଉପାୟ ଅଛି। ଯଦି ଆପଣଙ୍କ ମନରେ ପ୍ରଶ୍ନ ଉଠୁଛି ଯେ କୋଭିଡ୍-19 ପୁଣି ଥରେ ଆସିବ, ହଁ ଆଜ୍ଞା, କୋଭିଡ୍-19 ପୁଣି ଥରେ ମୁଣ୍ଡ ଉଠେଇଲାଣି। ସୁରକ୍ଷିତ ରୁହନ୍ତୁ। ଧୀରେ ଧୀରେ ଆସୁନି କି ଲୁଚି ଛପିକି ଆସୁନି, ବହୁତ ତେଜରେ ଆସୁଛି। ଜୟ ଜଗନ୍ନାଥ।